ମୋ ନାଁ ଗୁଣନିଧି ବରାଳ। ମା ଜଗଧାତ୍ରୀ ଜଗତବନ୍ଦନା ଯୋଗମାୟାଙ୍କ କୃପାରୁ ଏହି ଠାକୁରଙ୍କ କାର୍ଯ୍ୟରେ ଆମେ ପ୍ରାୟ 8 ସାଢ଼େ 9 ବର୍ଷ ହେଲାଣି ଲିପ୍ତ ହୋଇ ପ୍ରତି ଗାଁରେ ହରେକୃଷ୍ଣ ନାମରେ ବ୍ୟସ୍ତ ରହୁଛୁ। ପ୍ରତି ଗାଁରେ ସଂଗଠନ କରୁଛୁ। ସମସ୍ତଙ୍କୁ ଅନୁରୋଧ କରୁଛୁ ଗ୍ରାମେ ଗ୍ରାମେ ବୁଲି ସମସ୍ତେ ପୂର୍ବପରି ଯାଆନ୍ତୁ। ଛୋଟ ପିଲାମାନେ ବିପଥଗାମୀ ହୁଅନ୍ତୁନି, ମୋବାଇଲରେ ମୁଣ୍ଡ ଭର୍ତ୍ତି ନ କରି ସବୁ ସମୟରେ ରଖନ୍ତୁ ହୃଦୟ ଭିତରେ। ଆମେ ଛୋଟ ପିଲା ଯେତେବେଳେ ହେଇଥିଲି ଆମ ମାଆ ମାନେ ଢିଙ୍କିରେ ଧାନ କୁଟିବାକୁ ଯାଆନ୍ତି, ଗୋଟିଏ ଲକାମ୍ବ ପେଣ୍ଡା ଓହଳେଇ ଦେଇଥାନ୍ତି, ମଝିରେ ମଝିରେ ତାକୁ ହଲେଇ ଦିଅନ୍ତି, ପୁଣି ଦୌଡ଼ି ଯାଆନ୍ତି, ପୁଣି ଢିଙ୍କିରେ ଧାନ କୁଟନ୍ତି, ପୁଣି ଦୌଡ଼ି ଆସନ୍ତି। ସେଇ ସେଜ ଦିହରେ ଖରା ସେଜ ଦିହରେ ଆମକୁ ଶୁଆଇ ଦେଇଥାନ୍ତି। ଛୋଟିଆ ହେଁସ ଏଇନା ଗଦି ହେଇଗଲାଣି, ସେତେବେଳେ ଛୋଟିଆ ହେଁସଟିଏ ଥାଏ। ସେ ହେଁସ ଦିହରେ ଗୋଟିଏ କନା ଛିଣ୍ଡା କନା ପକାଇ ଦେଇଥାନ୍ତି। ସେ ଛିଣ୍ଡା କନା ଉପରେ ଆମକୁ ଶୋଇ ଦେଇଥାନ୍ତି। ସେଇ ଛିଣ୍ଡା କନା ଉପରେ ଆମେ ଶୋଇବା ସମୟରେ ଉପରକୁ ଅନେଇକି ଗୋଡ଼ 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 ନଚ ନଚ କରି ନାଚୁଥାଉ, ହସୁଥାଉ। ଆଉ ମାଆ ମାନେ ମଝିରେ ମଝିରେ ଆସି ଆମ ଓଠରେ ଟିକେ ହାତ ମାରି ଦେଉଥାନ୍ତି। ତା ସହିତ ଆଉ ସେ ଲକାମ୍ବ ପେଣ୍ଡାକୁ ଟିକେ ନାଲି ଲକାମ୍ବ ପେଣ୍ଡାକୁ ଟିକେ ହଲେଇ ଦେଉଥାନ୍ତି। କିନ୍ତୁ ଆଜି ସେ ଲକାମ୍ବ ପେଣ୍ଡା ନାହିଁ। ଆଜି ଛୋଟିଆ ପିଲାଟି ଯେତେବେଳେ ଟିକିଏ ଆଖି ତାର ଖୋଲୁଛି, ତାକୁ ମାଆ ମାନେ ତା ହାତରେ ଗୋଟେ ମୋବାଇଲ ଦେଇ ଦେଉଛନ୍ତି। ଯେଉଁ ମୋବାଇଲ, ସେ ମୋବାଇଲଟାକୁ ଧରି ତାଙ୍କର ଗୁଗୁଲ ସେ ସର୍ଚ୍ଚ କରିଦେଇଥାନ୍ତି। ତା ପାଇଁ ବି ପଇସା କରୁଛନ୍ତି। ସେ ଗୋଟିଏ ଜିନିଷ ପାଇଁ ଲକାମ୍ବ ପେଣ୍ଡାର ଦାମ ସେଥିରେ ଥାଏ 30 କିମ୍ବା 20 କିମ୍ବା 10 କି 5 ଟଙ୍କାର ଦାମ। ଆଜି 40ରୁ 50 ହଜାର ଟଙ୍କା ଖର୍ଚ୍ଚ କରି, 1.5 ଲକ୍ଷ ଟଙ୍କା ଖର୍ଚ୍ଚ କରି ଗୋଟିଏ ମୋବାଇଲ ଦ୍ୱାରା ପିଲା 1.5 ଲକ୍ଷ ଟଙ୍କା ଦ୍ୱାରା ତା ମାଇଣ୍ଡ ଯାଏ, ଗୁଗୁଲ ସର୍ଚ୍ଚ କରି ଦେଖାନ୍ତି, ନାଟ କରନ୍ତି, ଗୀତ ଦେଖନ୍ତି। କିନ୍ତୁ ସେ ସବୁ ଜିନିଷଟାକୁ ପ୍ରଦୂଷଣ ହୋଇଯାଏ। ପିଲାମାନେ ଅପଥଗାମୀ ହୋଇଯାଆନ୍ତି, କିନ୍ତୁ ରାସ୍ତାକୁ ଯାଆନ୍ତିନି। ଯେତେବେଳେ ତାଙ୍କୁ ଖାଇବାକୁ ଦିଆଯାଏ ପିଲାମାନଙ୍କୁ, ସେତେବେଳେ ପିଲାମାନେ ମୋବାଇଲ ନ ଦେଖିଲେ ଖାଉନାହାନ୍ତି। ସେ ଯେତେବେଳେ ତାଙ୍କୁ ଡକାଯାଏ ଝାଡ଼ା ବସିବାକୁ, ଲାଟ୍ରିନ୍ ଯିବାକୁ, ସେମାନେ ଲାଟ୍ରିନ୍ ଯାଆନ୍ତିନି, ମୋବାଇଲ ଦେଖିବା କି ଲାଟ୍ରିନ୍ ଝାଡ଼ା ବସୁଛନ୍ତି। ତେଣୁ ସେତେବେଳେ ଯେଉଁ ମାଆର ଯେଉଁ ଗେଲବସରରେ ଗାଲକୁ ଚୁମୁଟି ଦେଇ, ହେ ବାଡ଼ି ପଡ଼ା ଖାଉନୁ କାହିଁରେ, ହେ ବାଡ଼ି ପଡ଼ା ଆସୁନୁ କାହିଁରେ, ସେ ଯେଉଁ ହୃଦୟସ୍ପର୍ଶୀ ମାଆର ଆନନ୍ଦର ସ୍ନେହର ବାଡ଼ି ପଡ଼ା, ସେ ସ୍ନେହ ବାଡ଼ି ପଡ଼ା ଆଉ ନାହିଁ। ଏଇନା ସବୁ ସମୟରେ ସମସ୍ତଙ୍କର ଗୋଟିଏ ଚିନ୍ତାଧାରା, ଆମ ପୁଅ ମୋବାଇଲ ଧରିକି ବଡ଼ ମଣିଷ ହେବ। ନା, ଆପଣମାନେ ସେଇ ଭାଗବତ କଥାକୁ ଯାଆନ୍ତୁ। ଆମ ଅଞ୍ଚଳର ଏହି ମାଟିର ସୁଯୋଗ୍ୟ ସନ୍ତାନ ଜନ୍ମ ହୋଇଥିଲେ ଶ୍ରୀ ଶ୍ରୀ ଜଗନ୍ନାଥ ଦାସ, ପ୍ରାତ ସ୍ମରଣୀୟ, ଯାହାଙ୍କ ନାଁରେ ପ୍ରତି ଗାଁରେ, ପ୍ରତି ଭଗତ ଘରେ, ପ୍ରତି ଗଣ୍ଡାରେ, ପ୍ରତି ସହରରେ ସବୁ ସମୟରେ ତାଙ୍କର ମା ଜଗନ୍ନାଥ ଦାସଙ୍କର ମା ପଦ୍ମାବତୀଙ୍କର, ସେ ପଦ୍ମାବତୀ ଦେବୀଙ୍କ ନିର୍ଦ୍ଦେଶରେ ସେ ଭାଗବତ ଲେଖିଥିଲେ। ଆଉ ସବୁଦିନ ପ୍ରଭୁ ଜଗନ୍ନାଥ ଶୁଣୁଥିଲେ। ଆମେମାନେ ତାକୁ ଶୁଣି ଆମର ମୃତ୍ୟୁ ସମୟ ହେଲା ସମୟରେ ଆମେ ସମସ୍ତେ କହୁଛେ, ଆରେ ଭାଗବତ ଟିକେ ପଢ଼ିଦିଏ ମା ମୁଣ୍ଡ ପାଖରେ, ବାପା ମୁଣ୍ଡ ପାଖରେ, ମୁକ୍ତି ହେଇଯାଏ ବାପା। କିନ୍ତୁ ଆପଣମାନେ ସମସ୍ତେ ମୋବାଇଲ ଛାଡ଼ନ୍ତୁ, ଭାଗବତ ଆଡ଼ିକି ଯାଆନ୍ତୁ, ମୋବାଇଲ ଛାଡ଼ନ୍ତୁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ କରନ୍ତୁ, ମୁକ୍ତି ହେଇଯିବେ। ଆଜ୍ଞା, କଳି ଯୁଗରେ ମହାମନ୍ତ୍ର ହେଉଛି ହରେ କୃଷ୍ଣ ନାମ। ସତ୍ୟରେ ଯେମିତି ଥିଲା, ସତ୍ୟର ଲୋକମାନେ ଥିଲେ ଜ୍ଞାନୀ ଗୁଣୀ ବିବେକୀ। ଆଉ କଳି ଯୁଗର ଲୋକମାନେ ଆଜ୍ଞା ଅଳ୍ପ ପାଠ ପଢ଼ିବେ, ବହୁତ କଥା କହିବେ। ସେଥିପାଇଁ ଭଗବାନ କହିଥିଲେ, ଆରେ ହେ କଳିଯୁଗ ମାନବମାନେ, ତୁମେ ହରେ କୃଷ୍ଣ ନାମ କର, ହରେ କୃଷ୍ଣ ନାମରେ ମୁକ୍ତି ପାଅ। ସେଇ ଜଗନ୍ନାଥ ଦାସ, ସେଇ ମା ପଦ୍ମାବତୀ, ସେଇ କପିଳେଶ୍ୱରପୁର ଗ୍ରାମ, ଏହି ମାଟି, ଆମେ ଏଇ ବ୍ରହ୍ମଗିରିର ସନ୍ତାନ। ଆପଣମାନଙ୍କୁ ସମସ୍ତଙ୍କୁ ମୋର ହାତ ଯୋଡ଼ି ଅନୁରୋଧ, ଆପଣମାନଙ୍କ ପିଲାମାନଙ୍କୁ ବିପଥଗାମୀରୁ ବାହାର କରି ସବୁ ସମୟରେ ସବୁ ରାସ୍ତାରେ କୁହନ୍ତୁ ସତପଥରେ ଯିବାକୁ। ଆଉ ମାନେ ଆପଣମାନଙ୍କର ଉପରକୁ ଅଗ୍ରଗତି କରିବେ ଛୁଆମାନେ। ଆଗାମୀ ସମୟରେ ଆଧ୍ୟାତ୍ମିକ ଚେତନା ଭିତରେ ଯାଆନ୍ତୁ। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି, ଆପଣମାନଙ୍କୁ ହାତ ଯୋଡ଼ି ନିବେଦନ କରୁଛି, ହେ ମୋର ବାପା। ଆଜ୍ଞା, ମାଆର ଯେଉଁ ଗେଲ ବସରିଆ ବାଡ଼ି ପଡ଼ା ଡାକ, ପଖାଳ କଂସା, ଶୁଖୁଆ ପୋଡ଼ା, ବାଇଗଣ ପୋଡ଼ା, ଆଳୁ ପୋଡ଼ା, ସେ ଆଉ ନାହିଁ। ଏଇନା ସମସ୍ତେ ଗୋଟିଏ ସ୍ୱରରେ ମମି କହ, ମମି ନ କହିଲେ ଆମକୁ ଭଲ ଲାଗୁନି। ବାପା କହୁଛି ଡାଡି କହ, ଡାଡି ନ କହିଲେ ଆମକୁ ଭଲ ଲାଗୁନି। କିନ୍ତୁ ବାପା ବୋଉ ଡାକ କୁଆଡ଼େ ଉଭାନ ହେଇଗଲା। ବାପା ବୋଉ ଡାକ ଛପି ଗଲା। ପାଶ୍ଚାତ୍ୟ ଦେଶକୁ ଆମେ ସମସ୍ତଙ୍କୁ ନେଇଯାଉଛନ୍ତି ଆମର ବାପା ମା ମାନେ। ଆମର ଯେଉଁ ପୂର୍ବରୁ ଥିଲା, ଯେଉଁ ପୂର୍ବ ଇତିହାସ, ଆମର ବାପା ବୋଉର ବାଡ଼ି ପଡ଼ା ଡାକ, ବାପାର ଶଳା ଡାକ, ହେ ଶଳା
ଆରେ ସେଠିକି ଆସେ, ସେ ଜମିରେ ଧାନ ଅଛି, ଯିବା କାଟିକି ଆଣିବା, ଶଗଡ଼ ନଦିବା। ସେ ପୁରୁଣା ଶଗଡ଼ କୁଆଡ଼େ ହଜିଗଲା, ସେ ଧାନ କୁଟା ଢିଙ୍କି କୁଆଡ଼େ ହଜିଗଲା, ଏଇନା ସମସ୍ତେ ସେ ଚୁଲି କୁଆଡ଼େ ହଜିଗଲା। ଏଇନା ସମସ୍ତେ ଚାହୁଁଛନ୍ତି କ'ଣ, ଗ୍ୟାସରେ ରୋଷେଇ କରିବା, ଟ୍ରାକ୍ଟରରେ ଗଡ଼ ଚଳିବା। ଡିବି ଆଲୁଅ କୁଆଡ଼େ ଛପିଗଲା, ମହମବତର ଲାଇଟ୍ ନାହିଁ। ପୋଲାଙ୍ଗ ତେଲ ଦେହରେ ବଳିତା ହେଇକି ମାନେ ପୋଲାଙ୍ଗ ତେଲ ଦ୍ୱାରା ଆମେ ସମସ୍ତେ ମାନେ ଆମ ଘର ଆଲୋକିତ କରୁଥିଲେ। ସେ ପୋଲାଙ୍ଗ ତେଲ କୁଆଡ଼େ ହଜିଗଲା, ଡିବି କୁଆଡ଼େ ହଜିଗଲା, ବାଦୁଡ଼ି ମାନେ କୁଆଡ଼େ ଲୁଚିଗଲେଣି, ଶାଗୁଣା ଆଉ ଦେଖାଯାଉନାହାନ୍ତି। ଗାଁ ମୁଣ୍ଡର ଯେଉଁ ସବୁ ସମୟରେ ଗାଁ ମୁଣ୍ଡେ ଆମେ ବସି ସମସ୍ତେ ଖରା ପଉଁଥିଲୁ। ଆମେ ସବୁ ଗାଁ ଲୋକ, ଆଜ୍ଞା ସକାଳ ପାଇଲେ ସୂର୍ଯ୍ୟଙ୍କ ତାପ ପଡ଼ିବ ଗାଁ ମୁଣ୍ଡକୁ, ଗାଁ ମୁଣ୍ଡେ ଆମେ ସମସ୍ତେ ଯାଇ ଖରା ପଉଁଥିଲୁ। ଖଣ୍ଡିଏ ଖଣ୍ଡିଏ ଗାମୁଛା କାନିରେ ଗାମୁଛା କାନ୍ଧରେ ପକେଇ କିମ୍ବା ଦେହରେ ଘୋଡ଼ି ହେଇ ସେ ସବୁ ଛପିଗଲାଣି। ଗାଁର ମୁଣ୍ଡରେ ଯେଉଁ ମା ମାନେ ସକାଳୁ ଉଠିକି ଟ୍ୟୁବଲ ପାଖକୁ ନ ଯାଇ କାଖରେ ମାଠିଆ କଳସ ଧରି ଯାଉଥିଲେ ପୋଖରୀକି ପାଣି ପାଇଁକା, ସେ ପୋଖରୀ ମାଠିଆ କୁଆଡ଼େ ହଜିଗଲା। ଆମେ ସମସ୍ତେ ଚାଲିଲେ ପଶ୍ଚାତ ଦେଶମାନଙ୍କୁ ଅନୁସରଣ କରିକି, ଆମ ନିଜର ଯେଉଁ ଶୈଳୀ ଥିଲା ସବୁ କୁଆଡ଼େ ହଜିଗଲା। ଶଗଡ଼ ଗାଡ଼ି ନାହିଁ, ଆଉ ନାହିଁ ଶଗଡ଼ ଗାଡ଼ି, ନାହିଁ କଳେଇ ବନ୍ଧା ବାନ୍ଧିକି ମୁଣ୍ଡରେ ମୁଣ୍ଡେଇକି ଆସିବା, ନାହିଁ ଦା, ନାହିଁ କୁଲା, ନାହିଁ ବେସର ବଟା, ନାହିଁ ଆମର ଯେଉଁ ଶିଳରେ ବେସର ବଟା ହେଉଥିଲା, ସୋରିଷ ବଟା ହେଉଥିଲା, ଆମ ଶରୀର ପାଇଁ କେତେ ଭଲ ଥିଲା ଆଜ୍ଞା। ସେସବୁ କିଛି ନାହିଁ। ଏବେ ଗ୍ରାଇଣ୍ଡର ଦରକାର, ତା ଦେହରେ ପୁଣି ଯେଉଁମାନେ ଗୁଣ୍ଡ ମସଲା ମିଶାଇକି ଦେଉଛନ୍ତି, ହଳଦୀ ଗୁଣ୍ଡ ଦେହରେ ମିଶାଇ ଦେଲେଣି, କାଠ ଗୁଣ୍ଡ, ଲଙ୍କା ଗୁଣ୍ଡ ଦେହରେ ମିଶାଇ ଦେଲେଣି ନାଲି ରଙ୍ଗ, ଇଟା ଗୁଣ୍ଡ। ଏଇସବୁ ଜିନିଷଟାକୁ ଆମେ ଖାଇକି ଆମ ଶରୀର ନଷ୍ଟ ହେଉଛି। ଆମ ଶରୀର ପାଇଁକା ପୁଣି ପଶ୍ଚାତ ଦେଶକୁ ଆମେ ଫେରିଯିବା। ନାହିଁ ଆୟୁର୍ବେଦିକରେ ଆମେ ହିଁ ଚଳିବା ଆଜ୍ଞା, ଆୟୁର୍ବେଦିକ ହିଁ ଦରକାର ଆମକୁ ଦରକାର ନାହିଁ ଏଲୋପାଥିକି। ଆମ ଗାଁରେ ଲିମ୍ବ ଗଛ ଅଛି, ଲିମ୍ବ ଗଛ ଦାନ୍ତକରେ ଦାନ୍ତ ଘଷିବା, ବ୍ରସ୍ ଦରକାର ନାହିଁ ଆମର ଦରକାର ଆମ ଗାଁର ସମସ୍ତ ଅପମାରକ ପତ୍ର, ଆମ ଗାଁର ଲିମ୍ବ ଗଛ, ଆମ ଗାଁର ଗଛ ମୂଳେ ବସି ପଡ଼ିଲା ପରେ ପବନ ସୁରୁସୁରୁ ହେଉଥିବ, ଅତି ସୁନ୍ଦର ଭାବରେ ଆମେ ଚଳୁଥିଲେ। କିନ୍ତୁ ଆପଣମାନେ ଛୁଆମାନଙ୍କୁ ଶିକ୍ଷା ଦିଅନ୍ତୁ। ଏହି ଆମେ ବି ଦେଖୁଛି ଅଛନ୍ତି ଆଜ୍ଞା, ନାହାନ୍ତି କାହିଁ, କରୁଛନ୍ତି। ଛୋଟ ପିଲାଙ୍କ ଖୁବ୍ କମ୍ ବୟସର ପିଲା, 30 କି 35 ବର୍ଷର ବୟସର ହେବେ। ରମେଶ ବାବୁ ବୋଲି ଗୋଟେ ପିଲା ମୁଁ ଦେଖିଛି, 2 ରୁ 3 ବର୍ଷ ତଳେ ଆମର ବ୍ରହ୍ମଦର 15 ଦିନ ପଡ଼େ ଅଲାରନାଥଙ୍କର ଅଣସର ଘର, ଯେଉଁଟାକି ସବୁ ସମୟରେ ଲୋକମାନେ ହା ହୁତାଶ ହୋଇ ସକାଳୁ ସନ୍ଧ୍ୟାବେଳ ପର୍ଯ୍ୟନ୍ତ କଣ୍ଟିନ୍ୟୁ ଯାଉଥିଲେ। ସମସ୍ତେ ଯିବେ, 100 ରୁ 150 ଟଙ୍କା ଦେଇକି ଅଭଡ଼ା ଟିକେ ଆଣିବେ, 4 ପାଣି କୁଟୁମ୍ବ ତାକୁ ସମସ୍ତେ ଟିକେ ଯିଏ ଯାଇଥିବେ ପାଟିରେ ଟିକେ ଦେବେ, ଘରକୁ ଆସିବେ। ଆସିଲା ପରେ ଘରେ କହିବେ, ଏ ବୋଉ କ'ଣ ତୁ ଭାତ ବାଢ଼ିକି ତୁରନ୍ତ ରାନ୍ଧିକି ଦେ ଖାଇବା। ଭୋକରେ ଛଟପଟ ହେଉଥିଲେ। ସେଇ ରମେଶ ବୋଲି ଗୋଟେ ପିଲାଟିଏ, ତାଙ୍କ ଘର ନିଜସ୍ୱ ଘର ନିମାପଡ଼ାରେ ଥିଲେ ବି ତାଙ୍କର ଚଳଣି ହେଉଛି ପୁରୀରେ, ତାଙ୍କର ଜୀବନ ଆତ୍ମା କହନ୍ତି ସେ ବ୍ରହ୍ମଗିରିରେ। ତେଣୁ ସେ ଦିନେ ମୁଁ ହଜାର ଲୋକ, ଦିନେ 5000 ଲୋକ ନେଇ ଯାଇଥିଲି ମାନେ ଠାକୁରଙ୍କ ପାଖକୁ। ସେ ଠାକୁରଙ୍କ କୃପାରୁ ସେଇ ପ୍ରଭୁ ଅଣସର ଘର ସମୟରେ ସେ ପିଲାଟି ନିଜ ପଇସା ହେଉ କିମ୍ବା ବାପାଙ୍କ ପଇସା ହେଉ କି ଛୁଆ ପିଲାଙ୍କ ପଇସା ହେଉ କିମ୍ବା କେଉଁଠୁ ମାଗି ଯାଚିକି ଆଣିଛନ୍ତି, ମୁଁ ସେ କଥା ଜାଣିନାହିଁ, ତାଙ୍କୁ କେଉଁ ଜଗନ୍ନାଥ ଦେଇଥାନ୍ତୁ। ସେ କିନ୍ତୁ ସମସ୍ତଙ୍କୁ ବ୍ୟଞ୍ଜନ ସେଦିନ ତାଙ୍କ ପେଟରେ ଭର୍ତ୍ତି କରିଦେଇଥିଲେ। ମୁଁ ଆନନ୍ଦରେ ପ୍ରସ୍ଫୁଲ୍ଲିତ ହୋଇଥିଲି। ଯେଉଁ ଆନନ୍ଦ ମୋତେ ଲାଗୁଥିଲା, ସେଇ ଛୋଟିଆ ରମେଶ ବାବୁ ସମସ୍ତଙ୍କୁ ଦେଇଥିଲେ ଆନନ୍ଦରେ। କୃଷ୍ଣ ପ୍ରସାଦଠୁ ଆଜ୍ଞା ଆସିଥିଲେ, କୃଷ୍ଣ ପ୍ରସାଦଠୁ ମାନେ ସଦର ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ 5000 ମାଆ ମାନେ ପୁଅମାନେ ସଂକୀର୍ତ୍ତନ ନେଇ ଆସିଥିଲେ। ସେଇ ଯେଉଁ ଆନନ୍ଦରେ ତାଙ୍କର ଯେଉଁ ସେଇ ଖେଚୋଡ଼ି ଭୋଗ ପ୍ରଭୁଙ୍କ କୃପାରୁ ସେମାନେ ତାଙ୍କୁ ସେ ଦେଇଥିଲେ। ଆନନ୍ଦରେ ସମସ୍ତେ ସ୍ପର୍ଶ କରି ପାଣି ମନେ ପିଇ ହେ ଜଗନ୍ନାଥ, ହେ ଅଲାରନାଥ କହି ଖୁସିରେ ତାଙ୍କ ନାଁରେ ହରିବୋଲ ଦେଇଥିଲେ। ସେଦିନ ମୁଁ ଚିହ୍ନିଥିଲି ସେଇ ଛୋଟିଆ ପିଲାଟି ରମେଶ ବାବୁକୁ। ଆଉ ତାଙ୍କର ଭଗବାନ ମଙ୍ଗଳ କରନ୍ତୁ। ଏମିତି ବି ପିଲା ଅଛନ୍ତି ଆଜ୍ଞା, ଏମିତି ବି କରୁଛନ୍ତି। ଆଜି ବି ମୁଁ ଶୁଣିଛି ସେ ମୁକ୍ତେଶ୍ୱରଙ୍କ ପାଖରେ ବି ସହଯୋଗ କରୁଥିଲେ। ଆଜି ବି ମୁଁ ଶୁଣିଛି ସେ ପ୍ରାୟ ପୁରୀ ଜିଲ୍ଲାରେ ବହୁତ ଜାଗାରେ ଅନୁଷ୍ଠାନରେ କେଉଁଠାରୁ ନିଜର ସମସ୍ତ ଘରର କଷ୍ଟ ଭୁଲି ଯାଇ, ନିଜର ଛୁଆ ପିଲାଙ୍କୁ ଫୋପାଡ଼ି ଦେଇ, ନିଜର ସ୍ତ୍ରୀ ବାପା ମାଆଙ୍କୁ ଫୋପାଡ଼ି ଦେଇ ଲୋକମାନଙ୍କ ସେବା କରିବା ପାଇଁ ଦିବାରାତ୍ରି ସେ ଚେଷ୍ଟା କରନ୍ତି। ସେ ରମେଶ ବାବୁଙ୍କର ଏଇସବୁ ଗୋଟେ ପିଲା ଅଛି। ତାପରେ ବି ମୁଁ ଦେଖୁଛି ଚିତ୍ତ ବାବୁ ବୋଲି ଗୋଟିଏ ପିଲା, ସେ ବି ତାଙ୍କର ସମସ୍ତ ଛୁଆ ପିଲାମାନଙ୍କୁ ନ ଦେଖନ୍ତିନି, ସବୁଦିନ ସକାଳୁ ଉଠି ଦୌଡ଼ନ୍ତି। କେଉଁଠି କ'ଣ ଅଭାବରେ କିଏ ପଡ଼ିଛି, କାହା ପାଇଁ ମୁଁ କରିଦେବି ଟିକିଏ, ମାନେ ଯଦି ବାହାର କରିଦେବି ମୋବାଇଲରେ, ସରକାର ଶୁଣିଲା ପରେ ତାଙ୍କ ଚ୍ୟାନେଲକୁ ଦେଖି ଯଦି କାହାକୁ ଯେଉଁଠି ସରକାର ସାହାଯ୍ୟ କରିଦେବେ ବୋଲି ସେବେ ବି ଚେଷ୍ଟା କରନ୍ତି। ଏମିତି ବି କିଛି ଲୋକମାନେ କରନ୍ତି। ମୁଁ ତାଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଆଉ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି, ହେ ଜଗତର ନାଥ, ହେ ଦୟାମୟ ନାଥ, ହେ ଦୀନବନ୍ଧୁ ନାଥ, ହେ କରୁଣା ସାଗର ନାଥ, 4 ଯୁଗର ନାଥ,
आकाशर नाथ मर्त्यर नाथ पाताल नाथ भूतल नाथ रसातल नाथ करुणा सागर दीनबंधु नाथ जो मैंने हरे कृष्ण नाम कर जो मैंने संसार को सत्य रोचंती जो मैंने अन्य दाना जोगाउछंती तांको हे जगतर नाथ दयामय नाथ आकाशर नाथ आशीर्वाद करंतु आपण स्थले कोटि कोटि प्रणाम करुच्ची माँ जगधात्री जगत बंदना जगत माता जगत जोग माया मो इष्ट देवी श्री चरण कृपामयी क्षमामयी दयामयी श्री चरण तले मुझे प्रार्थना करुच्ची हे शरण रक्षी संसार तारण करती हे मुक्तिदाती हे विश्व माता हे विश्व जननी हे भक्ति शरण रक्षाणी रक्षणी रोग निवारण कारिणी धनदात्री बुद्धिदात्री हे कृपामयी कृपाशिला दयाशिला क्षमाशिला विपुला अतुला जो मैंने लोक मान साहाଯ୍य करुँच जो छोट छोट पिला माने से रमेश बाबू हूँ कि चित्त बाबू हूँ अन्य जो भाई मान हूँ ये ब्रह्मगिरी अंचल हूँ पुरी जिलार हूँ ओडार हूँ जो मैंने लोक मान सेवा कर हे माँ जगधात्री मुंड पर घंट घोड़े रखिता आपण स्थल कोटि कोटि अनंत कोटि प्रणाम जन मोर वक्तव्य मुझे कर जय जगन्नाथ जय जगन्नाथ जय जोगमाय जय जोग।